ନମସ୍କାର ଦର୍ଶକ ବନ୍ଧୁ। ମୁଁ ପ୍ରଦୀପ ଆପଣମାନଙ୍କୁ ସ୍ୱାଗତ କରୁଛି ଆଜିର ଆଉ ଏକ ନୂଆ ଭିଡ଼ିଓରେ। ତ ରାଜ୍ୟର ସମସ୍ତ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ସିଏମ୍ କିଷାନ ଯୋଜନାର ଗୋଟେ ବହୁତ ବଡ଼ ଇମ୍ପୋର୍ଟାଣ୍ଟ ଅପଡେଟ୍, ଯାହାକି ଆପଣମାନେ ସମସ୍ତେ ଜାଣିଥିବେ। ରାଜ୍ୟ ସରକାରଙ୍କ ତରଫରୁ ସିଏମ୍ କିଷାନ ଯୋଜନାର ସହାୟତା ରାଶି ଯେଉଁଟାକି ଆପଣମାନଙ୍କୁ ଏପ୍ରିଲ 20 ତାରିଖରେ ମିଳିଥିଲା, ସେଥିରେ ଏଥର ରାଜ୍ୟ ସରକାରଙ୍କ ତରଫରୁ 10 ଲକ୍ଷ ହିତାଧିକାରୀଙ୍କ ନାଁ ଯାହାକି କଟାଯାଇଛି। ତେଣୁ ସରକାରଙ୍କର କହିବା ଅନୁସାରେ ଯେ ଆପଣମାନଙ୍କର ଇ-KYC ଏବଂ ଆପଣମାନଙ୍କର ବ୍ୟାଙ୍କର ପ୍ରୋବ୍ଲେମ୍ ଏହିସବୁ ନେଇ ସରକାର ଯାହାକି ଚାଷୀ ଭାଇ ଭଉଣୀମାନଙ୍କୁ ଟଙ୍କା ପଠାଇ ନଥିଲେ ଏବଂ କୁହାଯାଇଥିଲା ପରବର୍ତ୍ତୀ ସମୟରେ ଯେତେବେଳେ ଆପଣମାନେ ସେ KYC କମ୍ପ୍ଲିଟ୍ କରିବେ ବା ଆପଣମାନଙ୍କର DBT ଆକ୍ଟିଭ୍ କରିବେ, ଟଙ୍କା ଆସିବ। କିନ୍ତୁ ବର୍ତ୍ତମାନ ଯାହାକି ଅସଲ କଥା ଧରାପଡ଼ିଯାଇଛି ଏବଂ ଚାଷୀ ଭାଇ ଭଉଣୀମାନଙ୍କର ଯେଉଁଟାକି ସିଏମ୍ କିଷାନ ପାଇବାରୁ ଯେଉଁମାନେ ଏଥର ବଞ୍ଚିତ ହେଇଥିଲେ, ସେମାନଙ୍କର ନାଁ ବର୍ତ୍ତମାନ ସିଏମ୍ କିଷାନ ପୋର୍ଟାଲରୁ ରାଜ୍ୟ ସରକାରଙ୍କ ତରଫରୁ କଟେଇ ଦିଆଯାଇଛି। ତେଣୁ ଆପଣମାନେ ସମସ୍ତେ ଜାଣିଥିବେ ସିଏମ୍ କିଷାନ ଯୋଜନାରେ ଚଳିତ ଅକ୍ଷୟ ତୃତୀୟା ଅବସରରେ ଯେଉଁମାନଙ୍କୁ ଟଙ୍କା ମିଳିନଥିଲା, ସେମାନଙ୍କର ଯେଉଁଟାକି ଷ୍ଟାଟସ୍ ଚେକ୍ କଲା ପରେ ଆପଣମାନଙ୍କର ଗୋଟେ ଅପସନ୍ ଶୋ କରୁଥିଲା ଆଧାର ନଟ୍ ଫାଉଣ୍ଡ। ତ ଆଧାର ନଟ୍ ଫାଉଣ୍ଡ ଅପସନ୍ ଯେତେବେଳେ ଶୋ କରୁଥିଲା, ସେ ସମୟରେ ମଧ୍ୟ ମୁଁ ଆପଣମାନଙ୍କୁ ଗୋଟେ ଭିଡ଼ିଓ ମାଧ୍ୟମରେ କହିଥିଲି ଯେ ବର୍ତ୍ତମାନ ସରକାର ଯାହାକି ଆପଣମାନଙ୍କୁ ଆମର ସିଏମ୍ କିଷାନ ଯୋଜନାରୁ ବାଦ କରିଛନ୍ତି। ଠିକ୍ ତାର ପରବର୍ତ୍ତୀ ସମୟରେ ବର୍ତ୍ତମାନ ଯେଉଁ ଅପଡେଟ୍ଟି ଆସିଛି ଯେ ଯେଉଁମାନଙ୍କର ଟଙ୍କା ଆସିନଥିଲା, ସେମାନଙ୍କର ନାଁ ବର୍ତ୍ତମାନ ଯାହାକି ସରକାର ଲିଷ୍ଟରୁ କଟେଇ ଦେଇଛନ୍ତି ଏବଂ ସିଏମ୍ କିଷାନ ପୋର୍ଟାଲରେ ଯଦି ଆପଣମାନେ ନୂଆ ଲିଷ୍ଟ ଚେକ୍ କରିନାହାନ୍ତି, ତାହେଲେ এই ଭିଡ଼ିଓ ଦେଖି ସାରିଲା ପରେ ଥରେ ଆପଣମାନେ ନିଜର ଲିଷ୍ଟ ଚେକ୍ କରିଦିଅନ୍ତୁ। କାରଣ ଆପଣମାନଙ୍କ ପଞ୍ଚାୟତରେ ବା ଆପଣମାନଙ୍କ ଗ୍ରାମରେ ବର୍ତ୍ତମାନ ବହୁତ ହିତାଧିକାରୀଙ୍କ ନାଁ ଯାହାକି ସିଏମ୍ କିଷାନ ପୋର୍ଟାଲରୁ କଟିଛି ଏବଂ ଯଦି ଆପଣମାନଙ୍କର ନାଁ କଟିଛି, ତାହେଲେ ଆପଣମାନେ ବର୍ତ୍ତମାନ ସିଏମ୍ କିଷାନ ଯୋଜନାର ଟଙ୍କା ଆଗକୁ ପାଇବେ ନାହିଁ। ତେଣୁ ଦେଖନ୍ତୁ ସରକାର ଯେଉଁ ଆପଣମାନଙ୍କର ପ୍ରତିଶ୍ରୁତି ଦେଇଥିଲେ ଯେ ଆମେ ଚାଷୀଙ୍କ ପାଇଁ ବହୁତ କିଛି କରୁଛୁ, ଯଦି ସରକାର 10 ଲକ୍ଷ ହିତାଧିକାରୀଙ୍କ ନାଁ କଟିଲେ ବା ତାଙ୍କର କୌଣସି କାରଣରୁ ପେଣ୍ଡିଂ ଥିଲା, ଯେ ପେଣ୍ଡିଂ କ୍ଲିୟର ହେଇନଥିଲା, ତାହେଲେ ତାଙ୍କ ନାଁ ସିଏମ୍ କିଷାନ ପୋର୍ଟାଲରେ ରହିବାର ଥିଲା। ସେମାନେ ପରବର୍ତ୍ତୀ ସମୟରେ ଯାହା ବି ତାଙ୍କର ଭୁଲ ଥିଲା ତାକୁ କରେକ୍ସନ କରିପାରିଥାନ୍ତେ, କିନ୍ତୁ ତାଙ୍କ ନାଁ ବର୍ତ୍ତମାନ ଦେଖନ୍ତୁ ସିଏମ୍ କିଷାନ ପୋର୍ଟାଲରୁ ଯାହାକି କଟେଇ ଦିଆଯାଇଛି। ତା ପାଇଁ ଆପଣମାନେ କେମିତି ଚେକ୍ କରିବେ, ଲାଇଭ୍ ପ୍ରୁଫ୍ ମଧ୍ୟ ଦେଖେଇବି। କୌଣସି ବି ଚ୍ୟାନେଲରେ ଏପର୍ଯ୍ୟନ୍ତ ଏହି ଅପଡେଟ୍ଟି ଦେଖା ହୋଇନଥିବ ବା ଆପଣମାନେ କୌଣସି ମିଡ଼ିଆ ହଉ ବା ଯେକୌଣସି ଆମର ନେତା ହୁଅନ୍ତୁ, କେହି ବି ଆପଣମାନଙ୍କୁ କେବେ ଏଇ ଯେଉଁ ସିଏମ୍ କିଷାନର ଟଙ୍କା କଟିଲା ପରେ କୌଣସି ବି ଜାଗାରେ ଆପଣମାନେ ଗୋଟେ ବାଇଟ୍ ହଉ ବା ଆପଣମାନଙ୍କର କୌଣସି ନେତା ଗୋଟେ ପ୍ରଶ୍ନ କରିବାର ମଧ୍ୟ ଦେଖିନଥିବେ। କେବଳ କିଛି ଗଣମାଧ୍ୟମରେ ଏ ବିଷୟରେ ମଧ୍ୟ ଆସିଥିଲା, ଯାହାକି ମଧ୍ୟ ମୁଁ ଆପଣମାନଙ୍କୁ ସ୍କ୍ରିନ୍‌ରେ ଲଗେଇ ଦେଉଛି ଦେଖିପାରୁଥିବେ। ତେଣୁ ବର୍ତ୍ତମାନ ଦେଖିବା ଯେ ସିଏମ୍ କିଷାନ ଯୋଜନାରେ କୋଉମାନଙ୍କର ନାଁ କଟିଛି। ତ ଦେଖନ୍ତୁ ସିଏମ୍ କିଷାନ ଯୋଜନାରେ ଆପଣମାନେ ଯଦି ଲିଷ୍ଟ ଚେକ୍ କରିବା ପାଇଁ ଚାହୁଁଛନ୍ତି, ତାହେଲେ ଏଠି ଦେଖନ୍ତୁ ସିଏମ୍ କିଷାନ ପୋର୍ଟାଲକୁ ଆସିବେ। ଯଦି ଆପଣଙ୍କର ମୋବାଇଲ ଏଠି ଡେସ୍କଟପ୍ ମୋଡରେ ଥିବ, ତାହେଲେ ଡେସ୍କଟପ୍ ସାଇଟ୍‌କୁ ଆପଣମାନେ ହଟେଇଲେ ଯାଇ ଆପଣମାନଙ୍କର ଏଠି ଦେଖନ୍ତୁ 3 ଡଟ୍ ଅପସନ୍ ଆସିବ। 3 ଡଟ୍ ଅପସନ୍‌ରେ ଆପଣମାନେ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଦେଖନ୍ତୁ ମୁଁ ଜୁମ୍ କରି ଆପଣମାନଙ୍କୁ ଦେଖଉଛି। ଏଠି ରହିଛି ହିତାଧିକାରୀ ତାଲିକା। ହିତାଧିକାରୀ ତାଲିକାର ସେକେଣ୍ଡ ଅପସନ୍ ଯୋଉଟାକି ସିଏମ୍ କିଷାନ, ସେଇ ଅପସନ୍‌ରେ ଆପଣମାନେ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ମୁଁ ଏଠି ଆପଣମାନଙ୍କୁ ଦେଖଉଛି ଆମର डिस्ट्रिक्ट देखंतु आमे डिस्ट्रिक्ट सिलेक्ट करबा, ब्लॉक सिलेक्ट करबा, तापर हमर जीपी सिलेक्ट करबा। जीपी सिलेक्ट कला परे व्यू ऑप्शन ले आपण माने क्लिक कर देबे। व्यू ऑप्शन ले क्लिक कला परे दीटा ऑप्शन शो करबो। गुटे रहिछि स्मॉल मार्जिनल फार्मर बा जोटा क्षुद्र नाम मात्र चाषी, आ गुटे देखंतु आपण मानकर रहिछि एलएएच अर्थात लैंडलेस फार्मर। तो एठी आपण माने जतेबेले डाउनलोड ऑप्शन ले क्लिक करचंती, देखंतु आपण मानकर वर्तमान जाकी डाउनलोड हे जिवो। मु आपण मानकु दुईटा देखैबी जोटा कि पूर्वरु थिला एवं वर्तमान एथिरे कोन हेछि ता मध्य देखौछि। तो एठी आपण माने देखि पारुथबे हमर सीएम किसान योजनार आपण मानको लिस्ट जोटा कि रहिछि स्मॉल एंड मार्जिनल फार्मरଙ୍କର टोटल लिस्ट मु एठी आपण मानको देखै दउछि, जोटा कि 19 हमर एप्रिल पूर्व मु डाउनलोड करथिली। एठी आपण माने टोटल लिस्ट देखि पारुथबे 1743 अर्थात 1743 जन फार्मर जोटा कि आम पंचायत रे जोटा कि पाउथिले। तेणु वर्तमान आज जोटा कि मु डाउनलोड करछि पूरा लाइव मध्य देखौछि। देखंतु आज डाउनलोड कला परे सेही समान लिस्ट वर्तमान केते रे पहुंची देखि पारुथबे। देखंतु एठी आपण मानकर एई संख्याटी केते पहुंची जाईची ना 1644 अर्थात पाखापाखि आम पंचायत रे 100 रु अधिक जाके हिताधिकारीଙ୍କର ना वर्तमान सीएम किसान पोर्टाल रु कटि जाईची। ठीक एई भଳି आपण मानकर ना मध्य आपण मानकर जो पंचायत रो लिस्ट रु कटिची कि नाही ता थरे चेक कर नियंतु। कारण सीएम किसान पोर्टाल रे जो 10 लक्ष हिताधिकारीଙ୍କ ना कटितिला, वर्तमान लिस्ट रे मध्य तांकर ना कटि जाईची एवं नुवा लिस्ट मध्य आसी जाईची। पुराना लिस्ट एवं नुआ लिस्ट रो जाकि मु आपण मानकु देखैली दुईटार डिफरेंस केते रहिछि। तेणु आपण मानक पंचायत रे केते हिताधिकारीଙ୍କର
ନା କଟିଛି ନିହାତି ଆପଣମାନେ ଥରେ ଚେକ୍ କରନ୍ତୁ ଏବଂ କମେଣ୍ଟ ସେକ୍ସନରେ ଜଣାନ୍ତୁ ଏବଂ ଏହି ଭିଡ଼ିଓକୁ ବହୁତ ମାତ୍ରାରେ ସେୟାର କରନ୍ତୁ। ଆପଣମାନେ ଯେକୌଣସି ଗ୍ରୁପରେ ଅଛନ୍ତି ତାଙ୍କ ସହିତ ମଧ୍ୟ ସେୟାର କରନ୍ତୁ। ଯେଉଁ ସିଏସ୍ସି ଭାଇ ଭଉଣୀମାନେ ଦେଖୁଛନ୍ତି ସେମାନଙ୍କୁ ମଧ୍ୟ ରିକ୍ୱେଷ୍ଟ ସମସ୍ତ ଚାଷୀ ଭାଇ ଭଉଣୀମାନଙ୍କ ପାଖକୁ ଏହି ଖବରଟି ପହଞ୍ଚାନ୍ତୁ। ଯେହେତୁ ସରକାର ଏ ବିଷୟରେ କୌଣସି ବି ସ୍ପଷ୍ଟୀକରଣ ବର୍ତ୍ତମାନ ସୁଦ୍ଧା ଦେଇନାହାନ୍ତି ଏବଂ କୌଣସି ଗଣମାଧ୍ୟମ କୌଣସି ରାଜନେତା ଏପର୍ଯ୍ୟନ୍ତ ଏ ବିଷୟରେ ମଧ୍ୟ ପ୍ରଶ୍ନ ଉଠାଇ ନାହାନ୍ତି। ତେଣୁ ଏହି ଭିଡ଼ିଓକୁ ବହୁତ ମାତ୍ରାରେ ସେୟାର କରନ୍ତୁ ଯାହାଦ୍ୱାରା କି ସମସ୍ତଙ୍କ ପାଖରେ ଏହି ଅପଡେଟଟି ପହଞ୍ଚି ପାରିବ ଏବଂ ଯେଉଁମାନଙ୍କର ନାଁ କଟିଛି କେଉଁ ରିଜିନ୍ ପାଇଁ ତାଙ୍କର କଟିଲା ସେଇଟା ନିହାତି ପୋର୍ଟାଲରେ ମେନସନ୍ କରିବା ଦରକାର ଏବଂ ଯଦି ଯୋଗ୍ୟ ହିତାଧିକାରୀଟି କଟିଛି ସେ ପୁଣି ଥରେ କେମିତି ସାମିଲ ହେଇପାରିବ ସରକାର ସେ ବିଷୟରେ କ'ଣ ପଦକ୍ଷେପ ନେଉଛନ୍ତି ଏ ବିଷୟରେ ପରବର୍ତ୍ତୀ ସମୟରେ ଆମେ ଯଦି କିଛି ଅପଡେଟ୍ ଆସିଲା ମୁଁ ଜଣେଇବି।